डुबन द्वारा धर्म परिवर्तन करा जाए कि ए दिन मानकर आमे देखु चारियाडे गोटे धर्म परिवर्तन करा जाउछि ए प्रसंगटा आलोचना करा जाउछि वास्तव में जो माने यीशु ख्रीष्ट को ग्रहण करती से माने धर्म परिवर्तन करती नहीं मन परिवर्तन करती मन परिवर्तन कर जितेबले बाप्तिजक जहन शिक्षा दौले बाप्तिजक जहन शिक्षा दौन माथि पुस्तक काढतु मो सहित कहीं आम जाना अति जरूरी अटे मु अल्प समय किसी कहवाई चाहे जपरी आपण मैंने ध्यान दियंती ये आप देखिए माथ्यू तार 3 पर्व 2 पद मन परिवर्तन कर कारण स्वर्ग राज्य सन्निकट लिखा जाउछि मन परिवर्तन करो कौन परिवर्तन करो मन परिवर्तन करो आ कहती जे यीशु कुआडे ख्रिस्टियन धर्मर प्रवर्तक से ख्रिस्टियन धर्म स्थापन करने आसी ख्रिस्टियन धर्मर से आरंभ करथिले यीशु कौन कहउछंती माथ्यू तार 4 पर्व 17 पद ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏଇଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମନ ପରିବର୍ତ୍ତନ କର ଯୀଶୁ ନିଜେ ବି କହୁନାହାନ୍ତି ଧର୍ମ ପରିବର୍ତ୍ତନ କର ଆପଣ ଯଦି ଦେଖିବେ ବାପ୍ତିଜକ ଜହନ ଯୋଉ କଥା କହୁଛନ୍ତି ମନ ପରିବର୍ତ୍ତନ କର ସ୍ୱର୍ଗ ରାଜ୍ୟ ସନ୍ନିକଟ तार 5 पद 6 पद 7 पद पढ़िबे माथ्यू 5 पर्व माथ्यू 3 पर्व 5 6 7 ଯେତେବେଳେ ଜେରୁସାଲମ ଓ ସମଗ୍ର ଜିହୁଦା ପ୍ରଦେଶ ପୁଣି ଜର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। କିନ୍ତୁ ଫାରୁସି ଓ ସାଦୁକୀ ମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? लिखा जाउछि जहन जतेले घोषणा करछथि मन परिवर्तन करो स्वर्ग राज्य सन्निकट सेठी डुबन नेबा पाई जेरुसालेम रु समग्र जिहुदा रु जर्दन निकटवर्ती अंचल रु फारूसी माने सादुकी माने भी आसुछन जमाने ऑलरेडी से माने जिहुदी अटन तो जिहुदी मान को धर्म रे धर्मांतरीकरण करा जिवो लिखा जाउछि कोन आपण आपण पाप स्वीकार करी जल रे बाप्तिस्म हो तो माने एटा कोन डुबन द्वारा धर्म परिवर्तन करा जाए नहीं डुबन धर्म परिवर्तन चिन्ह नुहे डुबन नाम परिवर्तन चिन्ह नुहे डुबन जाति परिवर्तन चिन्ह नुहे यह आभ्यंतरीण परिवर्तन बाह्य प्रकाशन अटे जने लोकर जीवन परिवर्तन हैला परे जने लोकर स्वभाव परिवर्तन हैला परे तर चरित्र परिवर्तन हैला परे से प्रकाश्य रे कोन करे डुबननी से घोषणा करे जे मु मोर पुरातन स्वभाव को परित्याग करी आज ठारू नूतन स्वभाव रे जीवन यापन करी तो डुबन द्वारा धर्म परिवर्तन करा जाए नहीं धर्मांतरीकरण करा जाए नहीं जेहेतु आम देश कौन होची आप देखिए अन्य कौन देश में डुबन दि जाए कार जाति परिवर्तन करा जाए कार धर्म परिवर्तन करा जाए ना यह कौन अटे जने लोकर आभ्यंतरीण परिवर्तन बाह्य प्रकाशन अटे प्रभु जीशु ख्रीष्ट भी कौन कहते मन परिवर्तन करो कारण स्वर्ग राज्य सन्निकट आम देखुचु माथ्यू तार 3 पर्व
15 ଆଉ 16 ପଦ। ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାର ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। ଯୀଶୁ ବାପ୍ତିଜିତ ହେଲା କ୍ଷଣି ଜଳରୁ ଉଠି ଆସିଲେ। ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା। ପୁଣି ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। ଏଠି ଦେଖନ୍ତୁ ଯୀଶୁ ମଧ୍ୟ ନିଜେ ଡୁବନ ନେଉଛନ୍ତି। ହେଲେ ଯୀଶୁ ତାଙ୍କର କୋଉ ଧର୍ମ ପରିବର୍ତ୍ତନ କରୁଛନ୍ତି? ଯଦି ଡୁବନ ଦ୍ଵାରା ଲୋକମାନଙ୍କୁ ଧର୍ମାନ୍ତରୀକରଣ କରାଯାଉଛି, ହେଲେ ଯୀଶୁ ଆଉ ଡୁବନ ନେବା ଦ୍ୱାରା ସେ ଆଉ କୋଉ ଧର୍ମ ଗ୍ରହଣ କରୁଛନ୍ତି? ସେ ତ ଅଲରେଡି ଜିହୁଦୀ ଥିଲେ, ଆଉ କୋଉ ଧର୍ମ ଗ୍ରହଣ କଲେ? ଅନ୍ୟମାନେ ଡୁବନ ନେବା ପାଇଁ ଆସନ୍ତି କାହିଁକି? ପାପ ସ୍ୱୀକାର କରି ତୁମେ ଡୁବନ ନିଅ। ଯୀଶୁ କାହିଁକି ନଉଛନ୍ତି? ଏଇଟା ଗୋଟେ ଧର୍ମ କର୍ମ ଅଟେ, ଏଇଟା ଧର୍ମ ପରିବର୍ତ୍ତନ ନୁହେଁ। ଜଣେ ବ୍ୟକ୍ତି କଣ କରୁଛି? ତାର ପୁରାତନ ସ୍ୱଭାବକୁ, ପୁରାତନ ଜୀବନକୁ ସମାଧିସ୍ଥ କରିବା ପାଇଁ ଚାହୁଁଛି, ଆଉ ନୂଆ ସ୍ୱଭାବରେ ଚାଲିବା ପାଇଁ ଇଚ୍ଛା। ଆପଣ ଦେଖିବେ, ମୁଁ କାହିଁକି ଏଇ କଥା କହିଲି ସଂକ୍ଷେପରେ କହିବା ପାଇଁ ଚାହେଁ। ଡୁବନ ଦ୍ଵାରା ଧର୍ମ ପରିବର୍ତ୍ତନ କରାଯାଏ କି? ଡୁବନ ଦ୍ଵାରା ଧର୍ମାନ୍ତରୀକରଣ କରାଯାଏ କି? ପ୍ରିୟ ଭାଇ ଭଉଣୀ ମାନେ, ଡୁବନ ଧର୍ମ ପରିବର୍ତ୍ତନ ଚିହ୍ନ ନୁହେଁ, ସ୍ୱଭାବ ପରିବର୍ତ୍ତନର ଚିହ୍ନ ଅଟେ, ମନ ପରିବର୍ତ୍ତନର ଚିହ୍ନ ଅଟେ। ମୁଁ ବି ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଛି। ମୋ ବାପା ମା ବି ଖ୍ରୀଷ୍ଟିଆନ, କିନ୍ତୁ ମୁଁ ବି ଡୁବନ ନେଇଛି। ହେଲେ ମୋର କୋଉ ଧର୍ମକୁ ପରିବର୍ତ୍ତନ? ମୁଁ ତ ଅଲରେଡି ଖ୍ରୀଷ୍ଟିଆନ ଥିଲି, ଆଉ ଡୁବନ ନେବା ଦ୍ୱାରା ଆଉ କୋଉ ଧର୍ମ ଗ୍ରହଣ କଲେ? ଆପଣ ମାନେ ମଧ୍ୟ ଯେଉଁମାନେ ଖ୍ରୀଷ୍ଟିଆନ ପରିବାର ଜନ୍ମଗ୍ରହଣ କରିଛନ୍ତି, ଅଲରେଡି ଖ୍ରୀଷ୍ଟିଆନ ନାମରେ ନାମିତ ଅଟନ୍ତି, ତେବେ ଆପଣ ଯୋଉ ଡୁବନ ନେଉଛନ୍ତି, ଆପଣଙ୍କର କୋଉ ଧର୍ମ ପରିବର୍ତ୍ତନ ହଉଛି? ତେଣୁ ଡୁବନ ନେବା ଦ୍ୱାରା ଜଣେ ଲୋକର ଜାତି ପରିବର୍ତ୍ତନ ହୁଏନି। ଆଜିକାଲି କଣ ହଉଛି? ମିଡିଆ ତାଙ୍କର, ନ୍ୟୁଜ ପେପର ତାଙ୍କର, ରିପୋର୍ଟର ତାଙ୍କର, ତେଣୁ ମିଡିଆରେ ବସି କଣ ବି କହି ଦଉଛନ୍ତି। ଯଦି ଆମର ବି 10ଟା ମିଡିଆ ଥାନ୍ତା, 10ଟା ନ୍ୟୁଜ ପେପର ଚ୍ୟାନେଲ ଥାନ୍ତା, ଆଉ 10ଟା ଆମର ସାମ୍ବାଦିକ ଥାନ୍ତେ, ଆମ ଲୋକ ମଧ୍ୟ ଗୋଟେ ଚ୍ୟାନେଲ ଖୋଲି କହିପାରିଥାନ୍ତେ ଯେ ଏଇଟା ଧର୍ମ ପରିବର୍ତ୍ତନ ଚିହ୍ନ ନୁହେଁ। ଡୁବନ ଦ୍ୱାରା ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଏନି, ଏହା ସେ ଅଲରେଡି ପରିବର୍ତ୍ତନ ହେଇଛି, ତାର ପ୍ରକାଶନ। ଆପଣ ଦେଖିବେ ମାର୍କ 16:16 ବି ପଢି ଦିଅନ୍ତୁ। ଯେ ମାର୍କ ବିଶ୍ଵ 16। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ସେ ମୋର ତ୍ରାଣକର୍ତ୍ତା, ମୋର ଉଦ୍ଧାରକର୍ତ୍ତା, ମୋ ପାଇଁ ସେ କ୍ରୁଶରେ ବଳିକୃତ ହୋଇଛନ୍ତି। ଆଉ ତାଙ୍କୁ ସେ ବିଶ୍ୱାସ କରିକି ଯେତେବେଳେ ମନ ପରିବର୍ତ୍ତନ କରେ, ତାପରେ ସେ କଣ କରେ? ବାପ୍ତିସ୍ତ ହୁଏ। ବିଶ୍ୱାସ କଲା ପରେ ସେ ଡୁବନ ନିଏ, ଯାହାକୁ ବାପ୍ତିସ୍ମ ବୋଲି କୁହାଯାଏ। ପ୍ରିୟ ମାନେ, ଜଣେ ଲୋକ ଯେତେବେଳେ ଡୁବନ ନିଏ, ସେତେବେଳେ ତାକୁ ଏଫିଡେଭିଟ କରିବାର ବି ଆବଶ୍ୟକ ନାହିଁ, କାରଣ ଆମର ଓକିଲ ମାନେ ଜାଣନ୍ତି ନାହିଁ, ସେମାନେ ଲ କି ବି ଭଲରେ ଜାଣନ୍ତି ନାହିଁ, ବାଇବଲ କି ବି ଭଲରେ ଜାଣନ୍ତିନି। ଯଦି ଜାଣିଥାନ୍ତେ କହିପାରିଥାନ୍ତେ ଯାଇକି କୋର୍ଟରେ ଯେ ଦେଖନ୍ତୁ, ଜଣେ ଲୋକ ଡୁବନ ନେବା ଦ୍ୱାରା ତାର ଧର୍ମ ପରିବର୍ତ୍ତନ କରୁନାହିଁ, ତାର ଜାତି ପରିବର୍ତ୍ତନ କରୁନାହିଁ, ତାର ନାମ ପରିବର୍ତ୍ତନ କରୁନାହିଁ, ତେଣୁ ତାକୁ ଏଫିଡେଭିଟ କରିବାର ଆବଶ୍ୟକ ନାହିଁ। ଏଫିଡେଭିଟ ଆବଶ୍ୟକ ନାହିଁ। ଏବେ କୁହାଯାଉଛି ସେମାନେ ଏଫିଡେଭିଟ କରନ୍ତୁ। କାହିଁକି ଏଫିଡେଭିଟ କରିବ? ସେ କଣ ଧର୍ମ ପରିବର୍ତ୍ତନ କରୁଛି? ସେ କଣ ଜାତି ପରିବର୍ତ୍ତନ କରୁଛି? ସେ କଣ ନାମ ପରିବର୍ତ୍ତନ କରୁଛି? କଣ କରୁଛି ଯେ ସେ ଡୁବନ ନେବ? ମାନେ କଣ କରୁଛି ଯେ ସେ ଲୋକଟା ଏଫିଡେଭିଟ କରିବ? ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ଆମର ପୁଅ ଝିଅ ମାନେ ମଧ୍ୟ ମଣ୍ଡଳୀ ମଧ୍ୟରେ ବଢିଲା ପରେ ଯେତେବେଳେ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ତାଙ୍କୁ ବି ଡୁବନ ଦିଆଯାଏ। ସେଟା କଣ ତାଙ୍କୁ ଆଉ ଗୋଟେ ଜାତିକୁ ପରିବର୍ତ୍ତନ କରାଯାଏ କି? ମୁଁ ଯୋଉ କହୁଥିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ମଧ୍ୟ ସେ
ଡୁବନ ନେଉଛନ୍ତି, ତେଣୁ ତାଙ୍କର କୋଉ ଜାତି ପରିବର୍ତ୍ତନ କରୁଛନ୍ତି? ଆପଣ ଦେଖିବେ ପ୍ରଥମ କରନ୍ତୀୟ ତାର 10 ପର୍ବ ତାର 2 ପଦ। ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ଏଠି ବି ଆମେ ଦେଖୁଛୁ ଲୋକମାନେ କଣ ହେଲେ? ବାପ୍ତିଜିତ ହେଲେ। କେତେ ଲୋକ ବାପ୍ତିଜିତ ହେଲେ? ଯେତେ ଲୋକ ମିଶ୍ରରୁ ବାହାରି ଆସିଛନ୍ତି ସେମାନେ ବାପ୍ତିଜିତ ହେଲେ। ଏମାନେ ତ ଅଲରେଡି ଜିହୁଦୀ ଲୋକ ଥିଲେ, ଏମାନେ ଅଲରେଡି ଈଶ୍ୱରଙ୍କୁ ବିଶ୍ୱାସ କରିବା ଲୋକମାନେ, ଏମାନେ ମିଶ୍ରୀୟ ଲୋକମାନେ ନୁହନ୍ତି। ଏମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକ। ଆପଣ ଦେଖିବେ ଯାତ୍ରା ପୁସ୍ତକ 12 ପର୍ବ ତାର 37 ପଦ। ଅନନ୍ତରେ ଇସ୍ରାଏଲ ସନ୍ତାନମାନେ ବାଳକ ଛଡ଼ା ପ୍ରାୟ 6 ଲକ୍ଷ ପୁରୁଷ ପାଦ ଗତିରେ ରାମିସେସ୍ ଠାରୁ ସୁକୋତକୁ ଯାତ୍ରା କଲେ। କେତେ ଜଣ? 6 ଲକ୍ଷ ପୁରୁଷ। ସ୍ତ୍ରୀ ମାନଙ୍କ କଥା ଲେଖା ଯାଇନି, ଆଉ ପିଲାମାନଙ୍କ କଥା ଲେଖା ଯାଇନି। ଏମାନେ ସମସ୍ତେ କଣ କଲେ? ମିଶ୍ରରୁ ବାହାରି ଆସିଲେ, ଆଉ ଏମାନେ ବାପ୍ତିସ୍ତ ହେଲେ। ଏହା ଦ୍ୱାରା କଣ ଏମାନଙ୍କର ଧର୍ମ ପରିବର୍ତ୍ତନ ହଉଛି, ନା ଜାତି ପରିବର୍ତ୍ତନ ହଉଛି, ନା ସେମାନଙ୍କର ଗୋତ୍ର ନା ନାମ ପରିବର୍ତ୍ତନ କରାଯାଉଛି? ତେଣୁ ଜାଣି ରଖନ୍ତୁ, ଡୁବନ ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଏ ନାହିଁ। ଯୋଉ ଲୋକ ଆଗରୁ ପରିବର୍ତ୍ତନ ହେଇଛି, ପରିବର୍ତ୍ତନ ହେଲା ପରେ କଣ ପରିବର୍ତ୍ତନ? ମନ ପରିବର୍ତ୍ତନ ହେଲା ପରେ, ଜୀବନ ପରିବର୍ତ୍ତନ ହେଲା ପରେ, ପୁରାତନ ସ୍ୱଭାବ ପରିବର୍ତ୍ତନ ହେଲା ପରେ ସେ ଲୋକ ଡୁବନ ନିଏ। ଏଇଟା ଧର୍ମ ପରିବର୍ତ୍ତନ ନୁହେଁ, ଏଇଟା ଆପଣ ବି ଜାଣି ରଖନ୍ତୁ। ନଚେତ କାଲିକି ଆପଣଙ୍କୁ ବି କେହି କହିବ ହଁ ହଁ ଆମେ ଜାଣିଛୁ ଡୁବନ ଦ୍ୱାରା ତୁମେ ଲୋକମାନଙ୍କୁ ପାଣିରେ ବୁଡେଇକି ଧର୍ମ ପରିବର୍ତ୍ତନ କରାଉଛ। ଯୀଶୁଙ୍କ ବିଷୟରେ କହିବା ପୂର୍ବରୁ ଜାଣିବା ଦରକାର ଯୀଶୁ କିଏ। ଖ୍ରୀଷ୍ଟିଆନିଟି ବିଷୟରେ କହିବା ପୂର୍ବରୁ ଖ୍ରୀଷ୍ଟିଆନ କିଏ ଜାଣିବା ଦରକାର। ମୁଁ ଆପଣଙ୍କୁ କହୁଥିଲି, ମୁଁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଛି। ମୋର ବାପା ମା ଜଣେ ଖ୍ରୀଷ୍ଟିଆନ, ମୋ ବାପା ମାଙ୍କର ବାପା ମା ବି ଖ୍ରୀଷ୍ଟିଆନ। କୌଣସି ଲୋଭ ପ୍ରଲୋଭନରେ ଖ୍ରୀଷ୍ଟିଆନ ହିଁ ନଥିଲେ ସେମାନେ, କୌଣସି ଲୋଭ ପ୍ରଲୋଭନ ନୁହେଁ। ମୋ ବାପା ଜଣେ ଟିଚର ଥିଲେ, ମୋ ବାପା ମାନେ ବି ଧନୀ ଥିଲେ, ମା ଘରେ ବି ଧନୀ ଥିଲେ, ସେଇ ସମୟର ଜମିଦାର ଥିଲେ। କୌଣସି ପ୍ରଲୋଭନରେ ସେମାନେ ଶିକାର ହେଇକି ନୁହେଁ। ଯେତେବେଳେ ଜାଣିଲେ ଯେ ଯୀଶୁ ଖ୍ରୀଷ୍ଟ ହିଁ ବାସ୍ତବରେ ତ୍ରାଣକର୍ତ୍ତା, ସେମାନେ ପ୍ରକୃତି ପୂଜା ଛାଡିକି, ଆମ ଘର ଲୋକ କେବେ ବି ଆକୃତି ପୂଜା କରିନାହାନ୍ତି, କେବେ ବି କରିନାହାନ୍ତି। ଏ ଯୋଉ ଆକୃତି ଆସିଲା, ଯେମାନେ ଭାରତରୁ ବାହାରୁ ଆସିଲେ ସେମାନେ ଆକୃତି ନେଇକି ଆସିଲେ। ଭାରତୀୟ ମାନେ ପ୍ରକୃତି ପୂଜା କରିବା ଲୋକ। ଆମ ଘରେ କୌଣସି ଦେବ ଦେବୀର ମୂର୍ତ୍ତି କେବେ ବି ଦେଖାଯାଇନି, ନହେଲେ ଛୋଟିଆ ଜିନିଷ ବି ରହିବା କଥା ଗଲେ କିଛି ନାହିଁ। ମୁଁ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ମୁଁ ଡୁବନ ବାପ୍ତିସ୍ମ ନେଇଛି। ତା ଦ୍ୱାରା କଣ ମୋର ମୋର ଧର୍ମ ପରିବର୍ତ୍ତନ ହେଇଛି? ମୋର ଯୋଉ ନାମ ସେଇ ନାମ ଅଛି, ମୋ ବାପାଙ୍କ ନାମ ଯାହା ତାହା ଅଛି। ମୁଁ ଖ୍ରୀଷ୍ଟିଆନର ଖ୍ରୀଷ୍ଟିଆନ ହିଁ ଅଛି, ଆଉ କିଛି ହେଇନି। ତେଣୁ ଜଣେ ଲୋକ ସେ ଖ୍ରୀଷ୍ଟିଆନ ପରିବାର ହଉ ବା ଅଣଖ୍ରୀଷ୍ଟିଆନ ପରିବାର ହଉ, କୋଉ ଜାତି ବା କୋଉ ଧର୍ମର ହଉ, ଯେତେବେଳେ ସେ ଯୀଶୁକୁ ଗ୍ରହଣ କରୁଛି, ମୁଁ ପୁଣି କହି ରଖେ, ଯୀଶୁକୁ ଗ୍ରହଣ କରିବା ଦ୍ୱାରା ଜଣେ ଲୋକର ଧର୍ମ ପରିବର୍ତ୍ତନ ହୁଏ ନାହିଁ, ମନ ପରିବର୍ତ୍ତନ ହୁଏ। ତାର ଜୀବନ ପରିବର୍ତ୍ତନ, ସ୍ୱଭାବ ପରିବର୍ତ୍ତନ ହୁଏ। ତାପରେ ସେ ପ୍ରକାଶ୍ୟରେ ଘୋଷଣା କରେ ଯେ ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଛି। ଆଉ ଏଇଟା କଣ? ତାର ଆଭ୍ୟନ୍ତରୀଣ ପରିବର୍ତ୍ତନର ବାହ୍ୟ ପ୍ରକାଶନ ଡୁବନ ଅଟେ। ଆପଣ ମସ୍ତ ଖୋଲନ୍ତୁ ପ୍ରେରିତ ତାର 9 ପର୍ବ, ପ୍ରେରିତ 9 ଅଧ୍ୟାୟ। ସେଠି ମଧ୍ୟ ଆପଣ ଦେଖିପାରିବେ ତାର ପ୍ରେରିତ 9 ପର୍ବ ତାର 17-18 ପଦ। ସେଥିରେ ହନନୀୟ ପ୍ରସ୍ଥାନ କରି ସେହି ଗୃହରେ ପ୍ରବେଶ କଲେ
ପୁଣି ତାଙ୍କ ଉପରେ ହସ୍ତାର୍ପଣ କରି କହିଲେ, ସାଉଲ ଭାଇ, ପ୍ରଭୁ ଅର୍ଥାତ୍ ଯେଉଁ ଯୀଶୁ ତୁମ୍ଭର ଆସୁଥିବା ପଥରେ ତୁମ୍ଭକୁ ଦର୍ଶନ ଦେଲେ, ତୁମ୍ଭେ ଯେପରି ଦୃଷ୍ଟିପ୍ରାପ୍ତ ହୁଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ, ଏଥି ନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି। ସେହି କ୍ଷଣି ତାଙ୍କ ଆଖିରୁ କାତି ପରି କଣ ଖସି ପଡ଼ିଲା ଓ ସେ ଦୃଷ୍ଟି ପାଇଲେ। ପୁଣି ସେ ଉଠି ବାପ୍ତିଜିତ ହେଲେ। ଏଠି ଆମେ ଦେଖୁଛୁ ଯେ ପାଉଲ ମଧ୍ୟ ସେ ବାପ୍ତିସ୍ତ ହଉଛନ୍ତି। ଅନେକ କୁହନ୍ତି ନାଇଁ ସାଉଲ ପାଉଲ ହେଲେ, ସାଉଲ ପାଉଲ ହେଇନାହାନ୍ତି, ତାଙ୍କ ନାଁ ହିଁ ସାଉଲ ପାଉଲ। ଜିହୁଦୀ ମାନଙ୍କ ଦି ଦିଟା ନାଁ ଥାଏ ଅନେକଙ୍କର, ଯଦି ସିମନ ପିତର, ସେମିତି ଇଏ ହଉଛନ୍ତି ସାଉଲ ପାଉଲ। ଏ ଅଲରେଡି ଜଣେ ଜିହୁଦୀ ଲୋକ ଥିଲେ। ସାଧୁ ପାଉଲ ଯାହାକୁ ଆମେ କହୁଛୁ ସାଉଲ ବୋଲିକି, ସେ ଅଲରେଡି କଣ ଥିଲେ? ଜିହୁଦୀ ଲୋକ ଥିଲେ। ସେ ଡୁବନ ନେବା ଦ୍ୱାରା ଆଉ କୋଉ ଧର୍ମକୁ ଗ୍ରହଣ କରୁଛନ୍ତି କି? ସେ ତାଙ୍କର ଧର୍ମ ପରିବର୍ତ୍ତନ ନୁହେଁ। ଯୀଶୁଙ୍କୁ ଗ୍ରହଣ କଲା ପରେ ତ୍ରାଣକର୍ତ୍ତା ଭାବରେ ସେ ଆଗରୁ ନିଜକୁ ବହୁତ ପଣ୍ଡିତ, ବହୁତ ଜ୍ଞାନୀ, ବହୁତ ଧାର୍ମିକ ମନେ କରୁଥିଲେ। ସେ କଣ ବୋଲି କହୁଛନ୍ତି? ଫିଲିପିଓ ପୁସ୍ତକ ମସ୍ତ ଖୋଲନ୍ତୁ। ମୁଁ କାହିଁକି ଏ ପ୍ରସଙ୍ଗରେ କହୁଛି ଯେ ଡୁବନ ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଏ ନାହିଁ। ଏହା ଧର୍ମ ପରିବର୍ତ୍ତନର ଚିହ୍ନ ନୁହଁ, ଏହା ମନ ପରିବର୍ତ୍ତନର ଚିହ୍ନ ଅଟେ। ଫିଲିପିଓ 3 ପର୍ବ 5 ପଦ ଆଉ 6 ପଦ। ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ ଇସ୍ରାଏଲ ବଂଶଜାତ ବିନ୍ୟାମିନ୍ ଗୋଷ୍ଠୀୟ ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସୀ, ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। ଇଏ କଣ କହୁଛନ୍ତି? ମୁଁ ଅଷ୍ଟମ ଦିନର ସୁନ୍ନତ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଅଷ୍ଟମ ଦିନର ସୁନ୍ନତ ହେଇଥିଲେ। ସେ ମଧ୍ୟ କଣ କରୁଛନ୍ତି? ଡୁବନ ନଉଛନ୍ତି। ଇଏ ମଧ୍ୟ ଅଷ୍ଟମ ଦିନ ସୁନ୍ନତ, ଇଏ ବି ଡୁବନ ନଉଛନ୍ତି। ଇଏ କହୁଛନ୍ତି ମୁଁ ଇସ୍ରାଏଲ ବଂଶଜାତ ବିନ୍ୟାମିନ୍ ଗୋଷ୍ଠୀୟ ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ଜଣେ ଫାରୁସୀ, ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳ ତାଡ଼ନକାରୀ, ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। କିନ୍ତୁ ଏସବୁ ହେଲା ପରେ ମଧ୍ୟ ଯେତେବେଳେ ଯୀଶୁଙ୍କ ପ୍ରକାଶ ପାଇଲେ, ଯୀଶୁଙ୍କ ଦର୍ଶନ ପାଇଲେ, ସେ କଣ ବୋଲି କହୁଛନ୍ତି? ତିମୋଥୀକୁ ଲେଖିବା ସମୟରେ ତାଙ୍କ ପତ୍ରରେ, ପ୍ରଥମ ତିମୋଥୀ ତାର ପ୍ରଥମ ଅଧ୍ୟାୟ 15 ପଦ, ଏଇ ସମ୍ବାଦ ମଧ୍ୟ ଆପଣ ଅନ୍ୟମାନଙ୍କୁ ସେୟାର କରିପାରିବେ। କାହିଁକି ଦିନମାନଙ୍କ ଲୋକ କଣ କହୁଛନ୍ତି ଯେ ଖ୍ରୀଷ୍ଟିଆନ ମାନେ ବା ପାଳକ ପ୍ରଚାରକ ମାନେ, ମିଶନାରୀ ମାନେ କଣ କରୁଛନ୍ତି? ଲୋକମାନଙ୍କୁ ଡୁବନ ଦେଇକି ଧର୍ମ ପରିବର୍ତ୍ତନ କରାଉଛନ୍ତି, ଧର୍ମାନ୍ତରୀକରଣ କରାଉଛନ୍ତି। ଏହା ଧର୍ମ ପରିବର୍ତ୍ତନ ଚିହ୍ନ ନୁହଁ। ସେମାନେ ବି ଜାଣିବା ଦରକାର। ଯଦି କେହି କାଲିକି ଯୀଶୁକୁ ଗ୍ରହଣ କରୁଛି, ସେ ଡୁବନ ନେବା ପାଇଁ ପଶ୍ଚାତପଦ ହେବା କଥା ନୁହଁ। ଆଉ ଏଫିଡେଭିଟ ମଧ୍ୟ ଆବଶ୍ୟକ ନୁହଁ। ମୁଁ ତ କହୁଛି ଆମର ଖ୍ରୀଷ୍ଟିଆନ ଏଡଭୋକେଟ ମାନେ, ତେଣୁ ସିନିୟର ଏଡଭୋକେଟ ମାନେ, ସେମାନେ କୋର୍ଟକୁ ଯାଇ କୁହନ୍ତୁ, ଆଜ୍ଞା ଆମେ କନଭର୍ସନ କରୁନାହୁଁ ରିଲିଜିୟନର, ଡୁବନ ଦ୍ୱାରା ସେଥିପାଇଁ ଏଫିଡେଭିଟ ଦରକାର ନାହିଁ ବୋଲି ପିଟିସନ ପକାଇବା ଦରକାର। ସେମାନେ ବି ଜାଣିବା ଦରକାର, କାରଣ ଜଜ ମାନେ ବହୁତ ପାଠ ପଢିଛନ୍ତି କିନ୍ତୁ ବାଇବଲର ସତ୍ୟତା ଜାଣନ୍ତିନି। ତେଣୁ ହୁଏତ ବାକି ଜାଗତିକ ଲ ବିଷୟରେ ପରିପକ୍ୱ ଅଟନ୍ତି, ବହୁତ ଅଭିଜ୍ଞ ଅଟନ୍ତି, ବାଇବଲ ଜାଣନ୍ତିନି। ସେମାନଙ୍କୁ ଯାହା ଉପସ୍ଥାପନା କରାଗଲା କଣ କରିବା ପାଇଁ? ଯେପରି ଖ୍ରୀଷ୍ଟିଆନ ହେବାରୁ ରୋକା ଯାଇପାରିବ, ସେ କଟକଣା ସୃଷ୍ଟି କରିବା ପାଇଁ ଏଇ ନିୟମ ଅଣାଯାଇଛି। ଧର୍ମାନ୍ତରୀକରଣ କରାଯାଏନି। ଆଉ ଡୁବନ ତ ଧର୍ମ ପରିବର୍ତ୍ତନ ଚିହ୍ନ ନୁହଁ। ଯୋଉ ଲୋକ ଆଗରୁ ପରିବର୍ତ୍ତନ ହେଇସାରିଛି, ବିଶ୍ୱାସ କରି ଯୀଶୁଙ୍କୁ ଗ୍ରହଣ କରି ସାରିଛି, ସେଇ ଲୋକ ଡୁବନ ନେଉଛି। ଏଠି ଆମେ ଦେଖୁଥିଲୁ ପାଉଲ ଜଣେ ବିଜ୍ଞ ଲୋକ, ଗୋଟେ ଅଶିକ୍ଷିତ ଲୋକ ନୁହଁ, ଗୋଟେ ଗାଉଁଲି ଲୋକ ନୁହଁ। ସେ ଲୋକ କଣ? ଅଲରେଡି ସେ ଲୋକ ବିଜ୍ଞ ଲୋକଟା, ସେଇ ଲୋକ ଜିହୁଦୀ, ସେ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯିବା ଲୋକ, ଅଷ୍ଟମ ଦିନରେ ଅଲରେଡି ସୁନ୍ନତ ପାଇଛନ୍ତି। ସେ ଲୋକ ଡୁବନ ନେଉଛନ୍ତି। କାହିଁକି ନେଉଛନ୍ତି? ପ୍ରଥମ ତିମୋଥୀ ପ୍ରଥମ ଅଧ୍ୟାୟ ତାର 15 ପଦ। ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣଯୋଗ୍ୟ, ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। କଣ? ଯେତେବେଳେ ଜଣେ ଲୋକ ମୁଁ ପାପୀ ବୋଲି ଜାଣିନିଏ ଯେ ମୁଁ ଜଣେ ପାପୀ, ଆଉ ମତେ ପରିତ୍ରାଣ କରିବା ନିମନ୍ତେ
ଯୀଶୁ ଖ୍ରୀଷ୍ଟ ଜଗତରେ ଅବତୀର୍ଣ୍ଣ ହେଲେ, ସେ ଜଗତକୁ ଆସିଲେ, ସେ ଥିଲେ ପାଇଁ ଆସିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 2000 ବର୍ଷର ନୁହନ୍ତି, ସେ ଜନ୍ମ ହେବାରୁ ନାହାନ୍ତି, ସେ ଥିବାରୁ ଜନ୍ମ ହେଇଛନ୍ତି, ସେ ଆସି ଅଛନ୍ତି ମାନବର ପରିତ୍ରାଣ ନିମନ୍ତେ। ଲେଖାଯାଉଛି କଣ? ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ। ଯେତେ ଜଣ ପାପ କରିଛନ୍ତି ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏଇ ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ସେଇ ପାପୀ ମାନଙ୍କ ମଧ୍ୟରେ ଯିଏ କି ନିଜକୁ ଧାର୍ମିକ ବୋଲି କହୁଥିଲେ, ଜଣେ ଧର୍ମାନ୍ଧ ବ୍ୟକ୍ତି ଯେ ଭାବୁଥିଲେ ମୋର ଏସବୁ ଯଥେଷ୍ଟ ବୋଲିକି, ଯେତେବେଳେ ଯୀଶୁଙ୍କୁ ଜାଣିଲେ, ପାପ ସ୍ୱୀକାର କରିକି ସେ କଣ କରୁଛନ୍ତି? ସେ ଜଳରେ ଡୁବନ ନେଉଛନ୍ତି। ତେଣୁ ଯୀଶୁ ବି ଡୁବନ ନେଲେ, ତାଙ୍କର ବି ଧର୍ମ ପରିବର୍ତ୍ତନ ହେଇନାହିଁ। ଏଠି ଆମେ ଦେଖୁଛୁ ଇସ୍ରାଏଲ ମାନେ ନେଲେ, ସେ ଧର୍ମ ପରିବର୍ତ୍ତନ ନୁହେଁ, ତେଣୁ ଆଉ କୋଉ ଧର୍ମକୁ ପରିବର୍ତ୍ତନ ନେବେ? ଏଠି ଦେଖୁଛୁ ପାଉଲ ମଧ୍ୟ ଡୁବନ ନେଲେ। ଇଏ ମଧ୍ୟ ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ବାକ୍ୟ ଜରିଆରେ ସେ କଥା ହଉଛନ୍ତି। ଆମେ ଜାଣି ରଖୁ ଏହା କଣ ଅଟେ? ଏହା ଧର୍ମ ପରିବର୍ତ୍ତନର ଚିହ୍ନ ନୁହେଁ, ଧର୍ମ ପରିବର୍ତ୍ତନ ଚିହ୍ନ ନୁହେଁ। ପ୍ରଭୁ ଆଜି ତାଙ୍କର ବାକ୍ୟ ଦ୍ଵାରା ଆମମାନଙ୍କ ସହିତ କଥା ହଉଛନ୍ତି, ଆମମାନଙ୍କୁ ସୁଶିକ୍ଷିତ କରାଉଛନ୍ତି। ଆପଣ ଯଦି ଦେଖିବେ, ଇଥିଓପିଆରୁ ଜଣେ ଲୋକ ଯାଉଥିଲେ ରାସ୍ତାରେ, ଆପଣ ପ୍ରେରିତ 8 ପର୍ବରେ ଦେଖିବେ ତ 27 ପଦ। ସେଥିରେ ସେ ଉଠି ଗମନ କଲେ, ଆଉ ଦେଖ, ଇଥିଓପିଆ ଦେଶୀୟମାନଙ୍କ କାଣ୍ଡାକି ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ ଇଥିଓପିଆର ନପୁଂସକ, ଯେ ତାଙ୍କ ସମସ୍ତ ଧନ ଭଣ୍ଡାରର ବ୍ୟବର୍ତ୍ତା ଥିଲେ, ସେ ପୂଜା କରିବା ନିମନ୍ତେ ଜେରୁସାଲମକୁ ଆସିଥିଲେ। ସେ ଆସିଥିଲେ, ତାପରେ ସେ କଣ ଗଲା ବେଳେ ସେ ଶାସ୍ତ୍ର ପାଠ କରୁଛନ୍ତି, କିଛି ବୁଝି ପାରୁନାହାନ୍ତି। ତାଙ୍କୁ ଯାଇକି ରାସ୍ତାରେ ଫିଲିପ ବୁଝେଇ ଦଉଛନ୍ତି। ବୁଝେଇଲା ପରେ ସେ କଣ ବୋଲି କହୁଛନ୍ତି? ଆପଣ ଦେଖିବେ 36 ପଦ ଆଉ 37 ପଦ। ଆଉ ସେମାନେ ପଥରେ ଯାଉ ଯାଉ କୌଣସି ଗୋଟେ ଜଳାଶୟ ନିକଟରେ ଉପସ୍ଥିତ ହେଲେ। ସେଥିରେ ନପୁଂସକ କହିଲେ, ଏଠାରେ ତ ଜଳ ଅଛି, ମୋର ବାପ୍ତିଜିତ ହେବା ନିମନ୍ତେ କଣ ବାଧା ଅଛି? ଫିଲିପ କହିଲେ, ଆପଣ ସମସ୍ତ ଅନ୍ତଃକରଣ ସହିତ ଯଦି ବିଶ୍ୱାସ କରନ୍ତି ତାହେଲେ ହୋଇପାରେ। ସେଥିରେ ସେ ଉତ୍ତର ଦେଲେ, ଯୀଶୁ ଖ୍ରୀଷ୍ଟ ଯେ ଈଶ୍ୱରଙ୍କ ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି। ତା ତଳ ପଦ ପଢନ୍ତୁ। ପୁଣି ସେ ରଥ ଠିଆ କରିବାକୁ ଆଜ୍ଞା ଦେଲେ, ଆଉ ଫିଲିପ ଓ ନପୁଂସକ ଉଭୟ ଜଳ ଭିତରକୁ ଓହ୍ଲାଇ ଗଲେ, ଆଉ ଫିଲିପ ତାଙ୍କୁ ବାପ୍ତିସ୍ମ ଦେଲେ। ଏଇଠି ଆମେ ଦେଖୁଛୁ ଏ ଇଥିଓପିଆର ଲୋକର କଣ ସେ ଜିହୁଦୀ ହେଲା କି? ତାର ଧର୍ମ ପରିବର୍ତ୍ତନ ହେଲା କି? ସେ ସେଇ ଲୋକ, ସେଇ ବ୍ୟକ୍ତି ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲା, ତାର ତ୍ରାଣକର୍ତ୍ତା ଭାବରେ ସେ ଗ୍ରହଣ କରୁଛି, ତାପରେ ସେ ଡୁବନ ନେଉଛି। ଜଣେ ଲୋକ ଯେତେବେଳେ ଯୀଶୁଙ୍କୁ ଗ୍ରହଣ କରେ, ହୃଦୟରେ ବିଶ୍ୱାସ କରେ, ତାପରେ ସେ ଡୁବନ ନିଏ। ଡୁବନ ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଏ ନାହିଁ, ଏହା ମନ ପରିବର୍ତ୍ତନର ଗୋଟେ ଚିହ୍ନ ଅଟେ। ତାର ପାପ ସ୍ୱୀକାର କଲା ପରେ ସେ ଜଳରେ ଡୁବନ ନିଏ। ଏହା ଧର୍ମ ପରିବର୍ତ୍ତନ ନୁହେଁ, ଏଟା ଧର୍ମାନ୍ତରୀକରଣ ନୁହେଁ। ଏଟା ମୁଁ ବାଇବଲରୁ କହୁଛି, ମୁଁ କୋଉଠୁ ୟାଡୁ ସିଆଡୁ ବହିକୁ ଚଟି ବହି ଗୁଡାକ ପଢି କହୁନାହିଁ। ଆଜିକାଲି ଆମେ ଦେଖୁଛୁ ଲୋକମାନେ କିଏ କେ ଲେଖିଲା ଚଟି ବହି ଗୁଡାକ ପଢିକି ଆର୍ଗୁମେଣ୍ଟ। ଆଗ ବାଇବଲ ପଢ, ଆଉ ଆମେ ଉତ୍ତର ଦେବା ପାଇଁ ଆମକୁ ମଧ୍ୟ ବାଇବଲ ବାହାରେ ଯିବା ଦରକାର ନାହିଁ। ବାଇବଲ ଯାହା କହୁଛି ମାନବ ଜାତି ଜାଣିବା ଦରକାର। ଯାହା ଲେଖା ଯାଇନାହିଁ, ଲେଖା ଯାଇନି। ଯାହା ଲେଖା ଯାଇଛି ଆମେ ଯେପରି ଜାଣିବୁ ଆଉ ପରିତ୍ରାଣ ପାଇବୁ, ଅନନ୍ତ ଜୀବନ ପାଇବୁ, ସେଇପରି ଲେଖା ହେଇଛି। ମୋର ପ୍ରିୟ ମାନେ, ଯେତେ ଲୋକ ମଧ୍ୟ ଯୁକ୍ତି ତର୍କ କରିବାକୁ ଆସୁଛନ୍ତି, ଆମେ ଦେଖୁଛୁ ତାଙ୍କ ହାତରେ ତାଙ୍କର ଧର୍ମଶାସ୍ତ୍ର ବି ନାହିଁ, ଆଉ ଆମ ଲୋକ ପାଖରେ ବି ଆମ ବାଇବଲ ନାହିଁ। ତମେ ବାଇବଲ ନ ଧରି ଯୀଶୁଙ୍କ ବିଷୟ କଣ କଥା ହବ? ତେଣୁ ଆଜିର ଅଧ୍ୟାୟରେ ମୁଁ କହିବା ପାଇଁ ଚାହେଁ, ଡୁବନ ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଏ କି? ଏବେ ଯେ ଆମେ ଯୋଉ ଦେଖିଛୁ, ଧର୍ମ ପରିବର୍ତ୍ତନ କରାଯାଏ ନାହିଁ। ଲୋକ କହୁଛନ୍ତି କନଭର୍ସନ ଥ୍ରୁ ବାପ୍ତିଜମ, ନାଇଁ। ତେଣୁ ଆମ ମାନଙ୍କୁ ଡୁବନ ନେବା ସମୟରେ ଆମମାନଙ୍କୁ ଏଫିଡେଭିଟ କରିବାର ବି ଆବଶ୍ୟକ ନାହିଁ। ଏଇଟା ଆମ ଓକିଲ ମାନେ ପକେଇବା ଦରକାର। ମୁଁ ଓକିଲାତି ପଢି ନାହିଁ, ନହେଲେ ମୁଁ ଯାଇକି ପକେଇଥାନ୍ତି।
କାରଣ ଏଇଟା କଣ, ଜଣେ ଲୋକର ଧର୍ମ ପରିବର୍ତ୍ତନ କରୁନାହିଁ ସେ। ଡୁବନ ଦ୍ଵାରା ଜଣର ଧର୍ମ ପରିବର୍ତ୍ତନ, ନାମ ପରିବର୍ତ୍ତନ, ଜାତି ପରିବର୍ତ୍ତନ ହୁଏ ନାହିଁ। ସେ ସେଇ ଧର୍ମରେ ଥାଏ, ସେଇ ଜାତି, ସେଇ ନାମ ଥାଏ। ମୁଁ ଡୁବନ ନେବା ପୂର୍ବରୁ ମୋ ନାଁ ନିରଞ୍ଜନ ଥିଲା, ଆଉ ଡୁବନ ନେଲା ପରେ ବି ମୋ ନାଁ ନିରଞ୍ଜନ ହିଁ ଅଛି। ଅବିନାଶ ସାବତ ଡୁବନ ନେବା ପୂର୍ବରୁ ବି ଅବିନାଶ ସାବତ ଥିଲା, ଏବେ ବି ଅବିନାଶ ସାବତ ହେଲା। ଆପଣ ମାନଙ୍କ ମଧ୍ୟରେ ଅନେକ ଯେଉଁମାନେ ବସିଛନ୍ତି ସମସ୍ତେ ମଧ୍ୟ ଆମେ କାହିଁକି ଡୁବନ ନେଲେ? ମୁଁ କହିବାର ଅର୍ଥ ପ୍ରିୟ ଭାଇ ଭଉଣୀ ମାନେ, ଯେଉଁମାନେ କିଛି ଜାଣନ୍ତି ନାହିଁ, ମିଡିଆରେ ଯାଇ କାହିଁକି ମୁଁ କହୁଥିଲି, ମିଡିଆ ମତେ ବି ମାଇକ୍ ଥରେ ଦିଅନ୍ତୁ, ମତେ ବି ହଟ୍ ସିଟ୍ ରେ ବସାନ୍ତୁ, ମୁଁ ବି ପ୍ରଶ୍ନ ପଚାରି ପାରିବି। ପାଣି ପିଇ ପିଇ ପଳେଇବେ ସମସ୍ତେ। ପ୍ରିୟ ଭାଇ ଭଉଣୀ ମାନେ, ଆମର ଯୀଶୁଙ୍କ ବିଷୟରେ ଏତିକି ପଚାରି ପାରୁଛ, ଯଦି ଆମେ ବି ତୁମକୁ ପଚାରୁ ତୁମ ବିଷୟରେ, ତୁମେ ତ ଠେଙ୍ଗା ବାଡ଼ି ଧରି ଉଠିବ, କାରଣ ମୂଳ ନାହିଁ କି ଚୂଳ ନାହିଁ ତାର। ଅବାଗ୍ୟା କଥା ଗୁଡାକ, ଅବାନ୍ତର କଥା ଗୁଡାକ ତୁମେ ମାନୁଛ। ଆମେ ଯେତେବେଳେ ଗୋଟେ ବାଇବଲ ଧରିକି ଆମେ ଶିକ୍ଷା ଗ୍ରହଣ କରୁଛୁ, ଜଣେ ଲୋକ ଯୀଶୁକୁ ଗ୍ରହଣ କଲା ପରେ ତାର ଚରିତ୍ର ପରିବର୍ତ୍ତନ ହଉଛି, ତାର ସ୍ୱଭାବ ପରିବର୍ତ୍ତନ ହଉଛି, ତାର ଚାଲିଚଳନ ପରିବର୍ତ୍ତନ ହଉଛି, ସେ ଉତ୍ତମ ଭାବରେ ଜୀବନ ଯାପନ କରୁଛି। ଏଇଟା ସେମାନେ ଦେଖି ସହିପାରୁନାହାନ୍ତି। ସେମାନେ ଚାହୁଁଛନ୍ତି କଣ, ଆମର ନିରୀହ ଆଦିବାସୀ ଲୋକମାନେ ସେମାନେ ସେମିତି ମଦ ଖାଆନ୍ତୁ, ହାଣ୍ଡିଆ ଖାଆନ୍ତୁ, ବାଡିଆ ପିଟା ହୁଅନ୍ତୁ, ଅଶିକ୍ଷିତ ଥାଆନ୍ତୁ, ଅପାଠୁଆ ଥାଆନ୍ତୁ, ଆଉ ଜଙ୍ଗଲରେ ପଡିକି ରୁହନ୍ତୁ, ଏମାନଙ୍କ ଇଶାରା ନାଚୁଥାନ୍ତୁ। ଏଇଟା ସେମାନେ ଚାହୁଁଛନ୍ତି। ଯଦି ଆମ ଆଦିବାସୀ ମାନେ ଯଦି ସେମାନଙ୍କ ଧର୍ମ ଗ୍ରହଣ କରିବେ, ସେମାନଙ୍କ ମନ୍ଦିରରେ କଣ ପୂଜାରୀ କରିବେ? ସେମାନଙ୍କ ମନ୍ଦିରରେ କଣ ପ୍ରବେଶ କରାଇବେ? ମୁଁ ତ ଦେଖି ନାହିଁ ଆମର ମନ୍ଦିର ଗୁଡାକରେ ଆମର ଆଦିବାସୀ ଲୋକମାନେ ପୂଜାରୀ ହେବାର, ଭିତରେ ତ ପ୍ରବେଶ କରିବାକୁ ଦେଉନାହାନ୍ତି। କିନ୍ତୁ ଯେତେବେଳେ ଜଣେ ଲୋକ ଯୀଶୁଙ୍କୁ ଗ୍ରହଣ କରୁଛି, ସେ ହୋ ହଉ, ସାନ୍ତାଳୀ ହଉ, ମୁଣ୍ଡା ହଉ, କୌଣସି ଆଦିବାସୀ ସମ୍ପ୍ରଦାୟର ହଉ, ସେ ପାଳକ ହେଇପାରୁଛି, ସେ ପ୍ରଚାରକ ହେଇପାରୁଛି, ସେ ବିଷବ ହେଇପାରୁଛି, ଆମ ସାଥିରେ ଆମ ଘରେ ବସି ଖାଇପାରୁଛି। ଆମେ ଏକ ହଉ, ସେମାନଙ୍କୁ ହୁଏ ନାହିଁ। ସେମାନଙ୍କୁ ଭୟ କଣ ଧରିଛି, ଯଦି ଏଭଳି ଭାବରେ ସବୁ ଖ୍ରୀଷ୍ଟିଆନ ହେଇକି ଯିବେ, ଆମେ କଣ କରିବା? ଆମେ ତ ପୁରା ମାଇନରିଟି ହେଇଯିବ, ଏମାନେ ତ ମେଜରିଟି ହେଇଯିବ। ପ୍ରିୟ ଭାଇ ଭଉଣୀ ମାନେ, ଆମେ କେବେ ବି ଚାହିଁନାହୁଁ, ଆମେ କେବେ ବି ଚାହିଁନାହୁଁ ଯେ ଭାରତ ଗୋଟେ ଖ୍ରୀଷ୍ଟିଆନ ଦେଶ ହଉ ବୋଲି। ଆମେ ଗୋଟେ ବିଷୟ ଚାହିଁଛୁ, ସମସ୍ତେ ଯୀଶୁଙ୍କୁ ଜାଣନ୍ତୁ ଆଉ ମନ ପରିବର୍ତ୍ତନ କରନ୍ତୁ। ତେଣୁ ଡୁବନଟା ଯେ ନଉଛି, ତାହା ଧର୍ମ ପରିବର୍ତ୍ତନର ଚିହ୍ନ ନୁହେଁ, ତା ମନ ପରିବର୍ତ୍ତନର ପ୍ରକାଶ୍ୟ ପ୍ରକାଶନ ଅଟେ। ଆଉ ଦେଖିବେ ଗୋଟେ ଜାଗାରେ, ଆପଣ ସମସ୍ତେ ଖୋଲନ୍ତୁ ପ୍ରେରିତ ତାର 16 ପର୍ବ, ପ୍ରେରିତ 16 ପର୍ବ ତାର 30 ପଦରୁ 33 ପଦ ପର୍ଯ୍ୟନ୍ତ। ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଣ କରିବାକୁ ହେବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ। ଆଉ ସେ ସେମାନଙ୍କୁ ରାତ୍ରିର ସେହି ଘଡ଼ିରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତ ସବୁ ଧୋଇଦେଲେ। ପୁଣି ସେ ଓ ତାଙ୍କର ସମସ୍ତେ ସେହି କ୍ଷଣି ବାପ୍ତିଜିତ ହେଲେ। ଏଠି କଣ ଲେଖାଯାଉଛି, ସେ କଣ ବୋଲି କହୁଛନ୍ତି ଯେ ମହାଶୟ ମାନେ ମତେ ପରିତ୍ରାଣ ପାଇବା ପାଇଁ କଣ କରିବା ପାଇଁ ପଡିବ, ମୋର ଧର୍ମ ପରିବର୍ତ୍ତନ କରିବା ପାଇଁ କଣ କରିବା ପାଇଁ ପଡିବ ବୋଲି ସେ କହୁନାହାନ୍ତି। ମହାଶୟ ମାନେ ପରିତ୍ରାଣ ପାଇବା ନିମନ୍ତେ, ମୁକ୍ତି ପାଇବା ନିମନ୍ତେ ମତେ କଣ କରିବା ପାଇଁ ପଡିବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରୁ ଇଏ ମାମୁଲି ଲୋକ ନୁହନ୍ତି, ସେ କାରରକ୍ଷକ ଅଟନ୍ତି, ସେଇ ସମୟର ଗୋଟେ ହାଇଲି ଏଜୁକେଟେଡ ଅଫିସର ଅଟନ୍ତି। ସେ କଣ କହୁଛନ୍ତି, ପରିତ୍ରାଣ ପାଇବା ପାଇଁ ମତେ କଣ କରିବାକୁ ହବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମେ ସପରିବାରରେ ପରିତ୍ରାଣ ପାଇବ। ପରେ ସେମାନେ ତାଙ୍କୁ ତାଙ୍କର ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ। ଆଉ ସେ ସେମାନଙ୍କ ରାତ୍ରିର ସେଇ ଘଡ଼ିରେ ଘେନି ଯାଇ ସେମାନଙ୍କ ପ୍ରହାର କ୍ଷତ ଦାଗ ସବୁ ଧୋଇଦେଲେ। ପୁଣି ସେ ଓ ତାଙ୍କର ସମସ୍ତ ପରିବାର ସେଇ କ୍ଷଣି, ସମସ୍ତେ ସେଇ କ୍ଷଣି ବାପ୍ତିସ୍ତ ହେଲେ। ତା ଦ୍ୱାରା ସେମାନଙ୍କର ଧର୍ମ ପରିବର୍ତ୍ତନ ହେଇନାହିଁ, ସେମାନଙ୍କର ନାମ ପରିବର୍ତ୍ତନ ରାତିରେ କରାଯାଇନାହିଁ, ସେମାନଙ୍କର ଜାତି ପରିବର୍ତ୍ତନ କରାଯାଇନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଡୁବନ ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଏ ନାହିଁ।
डुबन धर्म परिवर्तन चिन्ह नुहे, यह मन परिवर्तन प्रकाशन अटे। आप देखिए मत खोलंतु प्रेरित तार 2 पर्व 41 पद। ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ 3,000 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। हाँ कौन हेले 3,000 लोक से माने डुबन नेले। जानिले जे जीशु ही वास्तव में त्राणकर्ता, जीशु ही मुक्तिदाता अटंती, जीशु ख्रीस्ट आम पाई जगत को आसीथिले, से मृत्युवरण कले, से समाधिस्थ हेले, से पुनरुत्थित हेले। एई कथा जब जानिले से समय 3,000 लोक बाप्तिस्थ हेले। यहाँ द्वारा कौन से एफिडेविट करना रोमियो सरकार पाखे जाइए, यहाँ द्वारा से माने कौन सी एफिडेविट करना नाम परिवर्तन करना जीवन परिवर्तन। तेणु आपण मानकु आज संवाद रखा पूर्व कहवाई चाहे, मन परिवर्तन परे जड़े व्यक्ति को डुबन नेबा पड़े। यहाँ द्वारा धर्म परिवर्तन करा जाए नहीं। डुबन धर्म परिवर्तन चिन्ह नुहे, या मन परिवर्तन चिन्ह अटे। और बाइबल रे कौन सी जगह धर्म परिवर्तन करने कहा जाए नहीं। एपरिक ख्रिस्टियन माने पालक प्रचारक माने से माने मध्य धर्म परिवर्तन करांती नहीं। तेणु आज जदि अन्य संप्रदाय अन्य जातिर अन्य धर्मर जदि कई जीशु को ग्रहण करुछंती स्व इच्छा रे बाध्य बाध्यकता करा जाए नहीं। ख्रिस्टियानिटी रे ठेंगा बाड़ी धरिकी मारी पिटिकी काहाकू परिवर्तन करा जाए नहीं। जति माने धर्मांतरीकरण करछंती एमाने कोन करछंती, एमाने जो फेरै नउछंती ठेंगा बाड़ी धरुछंती, बाड़े की कचाड़ी की मारी की तार घर भांगी की गाँव ताड़ी देबू, पानी देबू नहीं, समाज बाहर करू, सरकार सुविधा देबू नहीं, केते डरे की फेरै नेबार कोन दरकार अछि। जदि वास्तव सत्यता अच्छी आमे जति बाइबल देखे कहूँ से माने भी तांको शास्त्र देखे कहवा नाई रे बाबू जीशु परित्राण दे पारिबे नहीं, जीशु पाप क्षमा दे पारिबे नहीं, जीशु मरिक उठी नांती, जीशु सत्य परमेश्वर नुहंती, ए माने सत्य परमेश्वर एठी देखो हम शास्त्र लिखाई छी। एटा कहि किसना नेबो ना सरकार चाप नुआ नियम बने की कड़ा नियम बने की गाँव तोड़ी देबू, तते पानी देबू नहीं, समाज च्युत करदेबू, मारी पिटिकी खुंटरे बांधी मारिकी तुम्हें लोक को फेर नब। ताने कौन सत्यता नथिबा गोटे धर्म सेटा। यदि सत्यता था शास्त्र देखे कि लोक मान कही पारि था। तेणु आज मुझे चाहे डुबन जीशु को ग्रहण कला परे निहाती आवश्यक अच्छी। ख्रिस्टियान संप्रदाय लोक हेले आवश्यक अच्छी। से कौन सी से लुथरान संप्रदाय हूँ, से कैथलिक संप्रदाय हूँ, बा ख्रिस्टियान परिवार जन्म से बाप्टिस्ट परिवार भी जन्म ही था, से जीशु को ग्रहण कला परे ताकू डुबन नेबा को पड़िबो। आ डुबन नेबा द्वारा एफिडेविट आवश्यक नहीं। से ख्रिस्टियान हूँ कि अन ख्रिस्टियान हूँ, डुबन द्वारा एफिडेविट करा जिबा आवश्यक नहीं। कहीं डुबन नेबा द्वारा जने लोकर जाति परिवर्तन होने, तार सही जाति, तार सही भाषा, तार सही धर्म, से सही व्यक्ति, यह मन परिवर्तन प्रकाश्य प्रकाशन अटे। यह आभ्यंतरीण परिवर्तन बाह्य प्रकाशन अटे। डुबन तार पुरातन स्वभाव को जल से कौन करुच्ची समाधिस्थ कर दउछि, तार पुरातन स्वभाव को से धोई पकाउछि, आउ नुआ जीवन काटिबा पई से प्रचेष्टा करुछि। तेणु आपण मान कहि रखे कन्वर्सन थ्रू बैप्टिज्म नुहे। डुबन द्वारा मन परिवर्तन हुए, एटा मन परिवर्तन चिन्ह अटे, या धर्म परिवर्तन चिन्ह नुहे। मोर प्रिय भाई भौणी माने प्रभु आपण मान अनुग्रह करंतु। आगामी समय आपण मान मध्य जो माने सुनुचंती आपण निश्चित रे आपण माने डुबन नहीं पारिबे। कारण यहाँ आ मु कहिबा पई चाहे पुणी कहि रखे, जदि हमर ख्रिस्टियन संप्रदाय रे बा जो संप्रदाय भी हो सत्य जानिथिबा लोक अछंती, से माने कोर्ट रे जाई कि गोटे पकांतु गोटे पिटिशनटा एई विषय तर्क करिबा पई जे डुबन द्वारा
जड़े लोकर धर्म परिवर्तन हुए ना तेरे से कहीं एफिडेविट कर अच्छी कौन दरकार एफिडेविट रो से तो तार जाति परिवर्तन करूना से ही जाति एका से ही नाम एका से ही धर्म एका से धर्म छाड़ी के जाऊ नहीं आपण मन बाहर कर दउछन से छाड़ी के जाऊ नहीं तेरे कहीं से एफिडेविट करिवो कौन हेबा द्वारा एफिडेविट करा जाए प्रिय भाई भौणी माने प्रभु मान अनुग्रह करंतु पुणी कही रखे जे डुबन द्वारा धर्म परिवर्तन करा जाए नहीं आसंतु प्रार्थना करी अनुग्रहकारी पिता परमेश्वर में आपन को धन्यवाद दूछु प्रभु आज सत्य समाचार रो एही अध्याय रे आमाने जा अध्ययन करिछु प्रभु डुबन निहाती नेबा आवश्यक जेतले जने व्यक्ति यीशु ख्रीष्ट को प्रभु भाव में ग्रहण करे से जिहुदी हुंतु बा अणजिहुदी हुंतु से ख्रिस्टियान हुंतु बा अण ख्रिस्टियान हुंतु कोनोसी पृष्ठभूमि रो को जाति रहले मध्य यीशु को ग्रहण कला परे निज त्राणकर्ता भाव ग्रहण कला परे पाप स्वीकार कला परे डुबन नेबा पई पड़े या जानिबा पई सहाय्य कर प्रभु आज आम राज्य रे देश रे जो उत्थान पतन उठी प्रभु सेति पई धन्यवाद दूची जहां द्वारा लोक माने सत्यता जानि पारिबे ए लुकायित सत्य गुड़ाक जपरी जानी पारि वर्ष वर्ष धरी जो भ्रम धारणा रही जे जीशु भारत को आसी एबे समस्त ओडिशावासी जानी पारुचंती जे जीशु ओडिशा को आसी नाहंती आसीबार कौन से आवश्यक नहीं कौन से पंडित ठारू शिक्षा दीक्षा ग्रहण कर आवश्यक नहीं प्रभु जीशु ख्रीष्ट सत्य अन्वेषण करने ओडिशा को आसी नाहंती से निजे ही सत्य अटंती लोक बुझी पारुछंती आज अध्याय द्वारा जड़े लोक जो मन परिवर्तन करे डुबन नेबा निहाती आवश्यक बुझापी साहाय्य प्रभु लोक मान को बुझापी साहाय्य करो जे एहा धर्म परिवर्तन चिन्ह नुहे मन परिवर्तन हृदय परिवर्तन आभ्यंत परिवर्तन बाह्य प्रकाशन अटे या बुझापी साहाय्य करो प्रभु आम परिवार गुड़िक आम ख्रिस्टियान संप्रदाय जो मैंने एबे पर्यंत डुबन नहीं नाहांती से माने जेपरि नहीं पारिबे एथिपाई अनुग्रह कर एथिपाई दया कर प्रभु मु प्रार्थना करुछि प्रत्येक को आशीर्वाद करो प्रत्येक को दया करो प्रभु आमर राज्य को उद्धार करो आम देश को उद्धार करो प्रभु ये अंधविश्वास असत्य सत्य को कढ़ाई नियो अंधकार आलोक मध्य को कढ़ाई नियो प्रभु आम लोक मान जेपरि सत्य परमेश्वर आपण अटंती आपण को जानी पारिबे एथिपे अनुग्रह कर प्रभु जो परमेश्वर से दिन आपण पाउलंकर चक्षु खोली देथिले सेही परि प्रभु एमान को चक्षु भी खोली दियो प्रभु से तो से कांडाकी नामनी से रानी रो से अर्थमंत्री तार चक्षु जेपरि खोली थिले एमान को चक्षु भी खोली दियो प्रभु दया कर साहाय्य करो मन परिवर्तन करबा पाए आ तापरे डुबन नेबा पाए प्रत्येक को अनुग्रह करो प्रार्थना शुणी धन्यवाद प्रत्येक को आप हस्त रखी प्रार्थना मोर प्राणर प्रिय जीशु नाम मागिली।